ଯାଉ ପ୍ରଥମେ ଏ କୁଚିଣ୍ଡା ଟିଭି ମାଧ୍ୟମରେ ଓଡ଼ିଶାର ଅଗଣିତ ପ୍ରଭୁ ପ୍ରେମୀ ଜଗନ୍ନାଥ ପ୍ରେମୀ ଭକ୍ତ ପ୍ରେମୀ ସମସ୍ତ ଜନସାଧାରଣଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି ଯେ ଆଜି ନୁହେଁ ଆଜକୁ ଅନେକ ବର୍ଷ ତଳେ ବିଗତ 600 ବର୍ଷ ତଳୁ ଉତ୍କଳର ପଞ୍ଚସଖା ମାନେ ଅଚ୍ୟୁତ ଅନନ୍ତ ଯଶୋବନ୍ତ ଜଗନ୍ନାଥ ବଳରାମ ଏ ପଞ୍ଚସଖା ମାନେ ଜନ୍ମଗ୍ରହଣ କରି କଳିଯୁଗର ଭବିଷ୍ୟତ କହିବାକୁ ଯାଇ ତାଙ୍କର ମାଳିକା ଗ୍ରନ୍ଥ ମାଧ୍ୟମରେ ଅନେକ ଭବିଷ୍ୟତବାଣୀ କରିଛନ୍ତି। ଆଉ ଯେମିତି ଜୟଦେବ ଲେଖିଛନ୍ତି ତାଙ୍କ ଗୀତ କବିତାରେ ପ୍ରଭୁଙ୍କର 4 ଯୁଗରେ ଅବତାର ସଂଖ୍ୟାକୁ ମତ୍ସ୍ୟ କଚ୍ଛପ ବରାହ ନୃସିଂହ ବାମନ ପରଶୁରାମ ରାମ ବଳରାମ ବୁଦ୍ଧ ଏବଂ ଶେଷ ଅବତାର ପ୍ରଭୁଙ୍କର କଳିକି ଅବତାର। ଯଦି ରାମ ଅବତାର ସତ କୃଷ୍ଣ ଅବତାରକୁ ସତ ବୋଲି ମାନୁଛେ, ରାମ ନବମୀରେ ରାମ ଜନ୍ମକୁ ପାଳନ କରୁଛେ, ଜନ୍ମାଷ୍ଟମୀରେ କୃଷ୍ଣ ଜନ୍ମକୁ ପାଳନ କରୁଛେ, ଆମେ ବିଶ୍ୱାସ କରୁଛେ ମାନୁଛେ ବୋଲିକି ଆମେ ପାଳନ କରୁଛେ। ତ ସେଇଭଳି କଳିକି ଅବତାର ମଧ୍ୟ ପ୍ରଭୁଙ୍କର ସତ୍ୟ। ଆଉ ସେ କଳିକି ଅବତାର କେଉଁଠି କେତେବେଳେ ହେବେ ଯଦି ପୁରାଣ ଶାସ୍ତ୍ରକୁ ଆମେ ବିଶ୍ୱାସ କରୁଛେ, ପୁରାଣରେ ମହାପୁରୁଷମାନେ ଲେଖିଛନ୍ତି, ମାଳିକାର ନାମ ହେଉଛି ଉଦ୍ଧବ ଚଉତିଶା। ସେଇଥିରେ କହିଛନ୍ତି କରପତ୍ର ଯୋଡ଼ି କହଇ ଉଦ୍ଧବ କରପତ୍ର ଯୋଡ଼ି କହଇ ଉଦ୍ଧବ ଶୁଣ ହେ କମରା ବର କେଉଁଠାରେ ଆପେ ଜନ୍ମ ହୋଇବେ କାହାର ହେବେ କୁମର। ଆପଣ କଳିଯୁଗରେ କଳିକି ଅବତାର ଆପଣଙ୍କର କେଉଁଠି ହେବ, କେଉଁଠି ଜନ୍ମ ହେବେ, କେଉଁ ଦେଶରେ, କେଉଁ ରାଜ୍ୟରେ, କେଉଁ ଜିଲ୍ଲାରେ, କେଉଁ ଗାଁରେ, କେଉଁ ମସିହାରେ, କେଉଁ ମାସରେ, କେଉଁ ତିଥିରେ, କେଉଁ ବାରରେ, କେଉଁ ଲଗ୍ନରେ, ପିତାମାତାଙ୍କ ନାମ କ'ଣ ହେଇଥିବ, ଏ କଥା ମହାପୁରୁଷ ମାଳିକାରେ ଲେଖିଛନ୍ତି। ଯାହା ଉଦ୍ଧବ ଦ୍ୱାପର ଯୁଗରେ ଭଗବାନଙ୍କୁ ପଚାରିଛନ୍ତି। ଆଉ ଭଗବାନ କହିଛନ୍ତି, ହେ ଉଦ୍ଧବ କଳିଯୁଗରେ ମୁଁ ଜନ୍ମ ହୋଇଥିବି, ସତ୍ୟ ଯୁଗ ବ୍ରାହ୍ମଣ ଯୁଗ, ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବି, ତ୍ରେତା ଯୁଗରେ ହେଉଛି କ୍ଷତ୍ରିୟ ଯୁଗ, ଯୁଗ ଧର୍ମ ପାଳନ করে ଯୁଗ ନିୟମରେ ମୁଁ କ୍ଷତ୍ରିୟ ବଂଶରେ ଜନ୍ମ ହେଲି। ଦ୍ୱାପର ଯୁଗ ହେଉଛି ବୈଶ୍ୟର ଯୁଗ, ତ ଯୁଗ ଧର୍ମ ପାଳନ କରି ଯୁଗ ନିୟମରେ ମୁଁ ବୈଶ୍ୟ କୁଳରେ ଜନ୍ମ ହେଲି, କୃଷ୍ଣ ଅବତାର ମୋର ହେଲା। କଳିଯୁଗରେ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ, ହରିଜନ କୋଳେ ଜଗା ନର ରୂପ ଧରି ରଖିଛି ନିଘାଲ ଯାଇ ଫୁଲ ସେତ ଭକତ ଉଦ୍ଧାର ପଗା। କଳିଯୁଗ ଯେହେତୁ ଶୂଦ୍ରର ଯୁଗ, ସେଇ ଶୂଦ୍ର କୋଳରେ ପ୍ରଭୁ ଜନ୍ମ ହେବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି। ଆଉ ପ୍ରଭୁ ଯେଉଁ କଳିଯୁଗରେ ଅବତାର ଗ୍ରହଣ କରିବେ, ଯୁଗେ ଯୁଗେ ଭକ୍ତ ଆସିଲେ ଭଗବାନ ଆସନ୍ତି। ଆଉ ଭଗବାନ ଆସନ୍ତି ଭକ୍ତଙ୍କ ସହିତ ଲୀଳା କରିବା ପାଇଁ। କଳିଯୁଗରେ ଯେଉଁ କଳିକି ଲୀଳାମାନ ହେବ, ସତ୍ୟ ଯୁଗରେ ପ୍ରଭୁ ରାମ ଲୀଳା କରିଥିଲେ। ମନୁଷ୍ୟ ଯାହା କରେ ତାହା ହେଉଛି କର୍ମ, ଭଗବାନ ଯାହା କରନ୍ତି ପ୍ରଭୁ ଯାହା କରନ୍ତି ତା ଲୀଳା। ତେଣୁ ସତ୍ୟ ଯୁଗରେ ପ୍ରଭୁ ଲୀଳା କରିଥିଲେ, ତ୍ରେତା ଯୁଗରେ ପ୍ରଭୁ ମଧ୍ୟ ଲୀଳା କରିବାକୁ ଆସିଥିଲେ, ଦ୍ୱାପର ଯୁଗରେ କୃଷ୍ଣ ଲୀଳା କଲେ। ଲୀଳା ମାଧ୍ୟମରେ ସମାଜକୁ ଶିକ୍ଷା ଦେଇକି ଯାଇଛନ୍ତି। ନିଜର ଦିନଚର୍ଯ୍ୟାରେ ଜୀବନଚର୍ଯ୍ୟାରେ ସମାଜକୁ ଶିକ୍ଷା ଦେଇକି ଯାଇଛନ୍ତି। ସାଧାରଣ ଲୋକମାନେ କେମିତି ଧର୍ମ ନୀତି ଆଦର୍ଶ ସହିତ ବଞ୍ଚିବେ ନିଜ ଜୀବନ କ୍ରମରେ ସେ ତାକୁ ବତେଇଛନ୍ତି। ତେଣୁ କଳିଯୁଗରେ ପ୍ରଭୁ ଯେଉଁ ଆସିବେ, କେଉଁ କୂଳରେ ଆସିବେ ମହାପୁରୁଷ ୟାକୁ ଲେଖିଛନ୍ତି। ଏବଂ ଯଦି ଆସିଥିବେ କି ଲୀଳାମାନ କରିବେ, କଳିଯୁଗରେ କେମିତି ଉଦ୍ଧାର କରିବେ ନା, ଚାରିଆଡ଼େ ଆପଣମାନେ ଦେଖୁଛନ୍ତି ସବୁ କର୍ମ ଭିତରେ ଶ୍ରେଷ୍ଠ କର୍ମ ହେଉଛି ଯଜ୍ଞ କର୍ମ। ଆପଣମାନେ ଆମେମାନେ ଜାଣିଛେ ଅନ୍ନ ଯଜ୍ଞ, ଯଜ୍ଞ ଅନେକ ପ୍ରକାର ରହିଛି। ଅନ୍ନ ଯଜ୍ଞ ରହିଛି, ଘୃତ ଯଜ୍ଞ ରହିଛି, ନାମ ଯଜ୍ଞ ରହିଛି, ଜ୍ଞାନ ଯଜ୍ଞ ରହିଛି। ଏ ଯଜ୍ଞ ମାଧ୍ୟମରେ ସମାଜର ସଂସ୍କାର, ସମାଜର ପରିବର୍ତ୍ତନ ହେବ। ଗୀତାରେ ଭଗବାନ ସେଇଥିପାଇଁ କହିଛନ୍ତି, ଅର୍ଣ୍ଣାତ ଭବତି ପର୍ଜନ୍ୟ ପର୍ଜନ୍ୟାତ ଅନ୍ନ ସମ୍ଭବ ଯଜ୍ଞାତ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ତେଣୁ ଯଜ୍ଞର ହିଁ ସଂସାର ଉତ୍ପତ୍ତି, ଯଜ୍ଞରେ ହିଁ ସଂସାର ବିଲୟ ହୁଏ। ପ୍ରଜାପିତା ବ୍ରହ୍ମା ସେଇଥିପାଇଁ କହିଲେ ଯଜ୍ଞ ଭୁବନସ୍ୟ ନାଭି, ଇଏ ପୃଥିବୀର ନାଭି ହେଉଛି ଯଜ୍ଞ। ତେଣୁ ଯଜ୍ଞମୟ ଜୀବନ ସମସ୍ତେ ବଞ୍ଚିବା ଦରକାର। ଯଜ୍ଞ କହିଲେ ତ୍ୟାଗ, ଯଜ୍ଞ କହିଲେ ଦେବପୂଜନ, ଯଜ୍ଞ କହିଲେ ସଂଗତିକରଣ। ସଂଗଠିତ ହୋଇ ରେହ, ବଦ୍ଧ କହିଲେ ସଂଘଂ ଶରଣଂ ଗଚ୍ଛାମି। ତେଣୁ ସଂଗଠିତ ହୋଇ ନୀତି ଏବଂ ଆଦର୍ଶ ଏବଂ ଧର୍ମ କାର୍ଯ୍ୟ କର ସଂଗଠିତ ଭାବରେ। ରାମ ଆସିଥିଲେ ଏକୁଟିଆ ରାବଣକୁ ମାରିନଥିଲେ, ନଳନୀଳ ଭାଲୁ ମାଙ୍କଡ଼ମାନଙ୍କର ସଂଘବଦ୍ଧ ହୋଇ ସାହାଯ୍ୟ ନେଲେ। ଦ୍ୱାପର ଯୁଗରେ କୃଷ୍ଣ ଆସିଥିଲେ, ଚାହିଁଥିଲେ କଂସକୁ ମାରି ଦେଇ ପାରିଥାନ୍ତେ, କିନ୍ତୁ ଗୋପୀ ଗୋପାଳମାନଙ୍କର ସାହାଯ୍ୟ ସହଯୋଗ ନେଲେ। କାହିଁକି ନା ଅନ୍ୟାଚାର ବର୍ତ୍ତା ତବ ସଦାଚାର ଚୁପ୍ ରହେତା ଦେବ। ସମାଜର କ୍ଷତି, ସମାଜରେ ଯେତେ ଦୁରାତ୍ମା ମାନଙ୍କର ଦୌରାତ୍ମ୍ୟ, ଏ ସଂସାରର ସମାଜର ଯେତିକି କ୍ଷତି ନ କରେ, ସଦାତ୍ମାମାନଙ୍କର ନିରବତା ହିଁ ସେତିକି କ୍ଷତି କରେ। ତେଣୁ ସଦାତ୍ମାମାନଙ୍କୁ ସଜ୍ଜନମାନଙ୍କୁ ଏକତ୍ରିତ କରି ପ୍ରଭୁ ଧର୍ମର ଧ୍ୱଜା ଉଡ଼େଇବେ। କେଉଁ ଧର୍ମର ଧ୍ୱଜା ଉଡ଼େଇବେ ନା, ମହାପୁରୁଷ ଅଚ୍ୟୁତାନନ୍ଦ ଯାଇଫୁଲ ମାଳିକାରେ ଲେଖିଲେ, ନିରାକାର କର୍ମ ଧର୍ମ ଖ୍ରୀଷ୍ଟ ଇସାଲାମ ବୌଦ୍ଧ ଧର୍ମ ଯାଇଫୁଲର ଅଛି ଆବର ଅଲେଖ ଧର୍ମ। ସରବେ ପଡ଼ିବେ ଭାଜି ଦମ୍ଭ ଗର୍ବ ତାଙ୍କ ଜୀବଟି ହଜିଲ ଯାଇଫୁଲ ଶୂନ୍ୟବାଦୀ ଶୂନ୍ୟ ଦେବେ ଖଞ୍ଜି। କୌଣସି ଧର୍ମ ଆଗକୁ ଆପଣ ଦେଖିବେ, ମୋର ଗୁରୁଦେବ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗୁରୁ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ମଧ୍ୟ କହିଛନ୍ତି, ଅନେକ ଭବିଷ୍ୟତ ଦ୍ରଷ୍ଟା ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି। ଆଗକୁ ଗୋଟିଏ ଧର୍ମ ରହିବ, ମାନବ ଧର୍ମ, ତା ହେଉଛି ସତ୍ୟ ସନାତନ ଧର୍ମ। ସୃଷ୍ଟି ଆରମ୍ଭରୁ ଏହି ଧର୍ମ ଥିଲା, ସୃଷ୍ଟିର ବିନାଶ ହେଇଗଲେ ମଧ୍ୟ ଏ ସନାତନ ଧର୍ମର ବିଲୟ ହେବ ନାହିଁ। ଆମ ସମସ୍ତଙ୍କର ଧର୍ମର ନାଁ ହେଉଛି ସନାତନ।
सनातन बोली आम समस्त को सनातनी कहती। तो से प्रभु जो कल्कि अवतार प्रभु आसवे संसार में कलिजुगर अवतार ने से कौ धर्मर स्थापना करेंगे ना सनातन ध्वजा सनातन धर्म स्थापी ध्वजा उड़ाइबू सनातन धर्म को स्थापना करेंगे। तेणु सनातन कहले कौन पंचतंत्र पुस्तक विष्णु शर्मा लिखिछन अकृतं नैव कर्तव्यं प्राण त्यागे संस्थिते न च कृत्यं परित्यज्य एष धर्म सनातन। तेणु जहाँ नीति विरुद्ध से बड़ी कर्म करवा नहीं शास्त्र विरुद्ध धर्म विरुद्ध से बड़ी कर्म कलिजुगर मानव समाज न करू जहाँ नीति एवं धर्म एवं जहाँ धर्म जहाँ कहे नीति जहाँ कहती ताको मानिकी संसार कर्म संसार रे आम चलिबा ताहा होछि सनातन धर्म। जहाँ स्वधर्म ताको त्याग करवा नहीं धर्म को त्याग करवा नीति की त्याग करवा नहीं एवं आदर्श को त्याग करवा नहीं ये होछि सनातन धर्मर मूल मंत्र। से प्रभु सनातन धर्म ध्वजा सनातनी केतनी उड़ेचन ये सनातनी धर्म केतनी तले धर्म ध्वजा तले सारा धर्म आसी मथानत करिवो सारा विश्ववासी सनातन धर्म तले मथानत करिवे सारा विश्व सनातन धर्म परिव्याप्त हो सारा विश्व में यही प्रभु चरमनाथ गुरुस्वामी ये हूँ मूर्त्यावरण मर्त्य अवतरणर ये हूँ मूल लक्ष्य मूल उद्देश्य भक्त मान को उद्धार करेंगे भक्त मान सहित लीला करी ये हूँ प्रभुंर उद्देश्य से एटार हूँ अखंड तारक नाम ब्रह्मयज्ञ ये कांकमाल झारसुगुड़ा जिला एवं कांकमाल ग्राम मालिका वर्णित क्षेत्र विष्णु यज्ञ विश्वशांति यज्ञ गीता यज्ञ चंडी यज्ञ आम जितेबाला नहेला आम कर प्राकृतिक विपर्य देखा घुंचे देवा पोस्टपोन करदे किंतु ये यज्ञ विधि निर्दिष्ट यज्ञ ये कौन मनुष्यकृत यज्ञ नुहे जहाँ हूँ अतीत हो नाला ये यज्ञ कौटी केबे एवं भविष्य ये अखंड तारक नाम ब्रह्मयज्ञ आउ कौटी हेबना यही नाम यज्ञ आउ कौटी हेबना केवल ही चरमनाथ गुरुस्वामी सूक्ष्म संरक्षण द्वारा रचित ये हूँ मालिका वर्णित ये हूँ यज्ञ ये तन मन धन दे जो मैंने साहाय्य सहयोग करेंगे कोटि जन्मर पुण्य अर्जन करेंगे मन रखु जहाँ मालिकार पंच सखा मैंने 600 वर्ष तले लिखिं तेणु कई ये सुजोग हाथ छड़ा न करंतु नहीं ये अखंड तारक नाम ब्रह्मयज्ञ समस्ते तन मन धन दे साहाय्य सहयोग करी यज्ञर पूर्णता केमी हेब यज्ञ सफल केमी हेब प्रभु कार्य आम सहभागी सहयोग केमी हेबा से दिगरे आम निश्चित साहाय्य सहयोग करवा उचित ये हूँ मूल लक्ष्य ये यज्ञर समस्त यार कृपा निश्चित पाइबे यज्ञर ऊर्जा समस्त को मिले ये हूँ प्रभुंर उद्देश्य ये हूँ मालिका वर्णित यज्ञर उद्देश्य ये हूँ विश्व भातृत्व दिव्यात्मा परिषद अच्युत गुप्त ब्रह्म संघ क्षिति ज्योति आश्रम स्वर्ण क्षेत्र महंगा जो रही आश्रम तार हूँ मूल लक्ष्य विश्व भातृत्व भाव सृष्टि करने आमर लक्ष्य चरम प्राप्ति प्रभु प्राप्ति बोलो चरमनाथ की जय। अधिकांश जानी ना ये तो महापुरुष लिखते समस्ते जानीपर ना ठाकुर बोलिन सर्वे न मानिबे जन समस्ते मानिबे ना कि समय आसो बेल आसो मानिबे जितेबाला मानु नथिले अनेक किसी आम मानु नथिले सतरे कौन दिने आकाश में पक्षी भाई आम उड़ी पारिबा दिने उड़ीबा संभव हो विज्ञान आज ताहा संभव करिछि लोके गोटे स्थान अन्य स्थान को मोबाइल रे देखो कथबार्ता हो पारे ये कथा कई भावी नथिले कोरोना महामारी आसीबो बोली कई भावी नथिले घरे बंदी होइक रहिबा मुहर तुंडी बलद भाया बांधिकी बुलवा कई भावी नथिले किंतु ताहा हैला। तेणु जदि मानुना भविष्य पुणी मानिबे बोली मालिकार लेखा अछि ये किसी अलग कथा नुहे मालिकार महापुरुष लिखिछन नहिला नहिला हुरी पड़ुथिबो हेबो केही न जानिबो समस्त कहती हेबनी किंतु हेबो केही मानुना पुणी समस्त पुणी समय आसिबो मानिबे।